पुलिस विभाग मुख्य डीजीपी को आज भेटी बीजेडी प्रतिनिधि दल ଯାଇକି ଭେଟି ଲେଖି କହିଛନ୍ତି ଯାଜପୁର ଆଜି ଅଶାନ୍ତ ହେଇଛି ଆଉ ଅଶାନ୍ତ ପଛରେ ଧର୍ମଶାଳା ବିଧାୟକ ଲିକୁ ସାହୁଙ୍କ ହାତ ରହିଛି। ମୁଁ କହି ରଖୁଛି ବିଜେଡି ବନ୍ଧୁ ମାନଙ୍କୁ ବିଜେଡି ପ୍ରେମୀ ମାନଙ୍କୁ ଯୋଉମାନେ ଯାଇ ଭେଟିଛନ୍ତି ଡିଜିପି ସାରଙ୍କୁ ଆ ପୂର୍ବରୁ ତମେ ମାନେ ଯାଜପୁରକୁ ଅଶାନ୍ତ କରିଥିଲା କିଏ? ଯାଜପୁରରେ ଖଣି ଖାଦାନ ଲୁଟୁଥିଲେ କୋଉମାନେ? ଇଲିଗାଲ ମାଇନିଂ ଚାଲୁଥିଲା କେମିତି? ଆଉ ଲିକୁ ଭାଇ ଆସିଲା ପରେ ମାଇନିଂ ପିଲାଙ୍କ ଉପରେ ଫାଇନ ପଡିଲା, କିଛି ପରିମାଣରେ ଆଦାୟ ବି ହେଇଛି। ସେଥିପାଇଁ କଷ୍ଟ ହଉଛି ନା ଇଲିଗାଲ ମାଇନିଂ ଆଉ ଚାଲି ପାରୁନି ସେଥିପାଇଁ କଷ୍ଟ ହଉଛି? ସେଥିପାଇଁ ଲିକୁ ତମ ବାଟ ବଣା ଲିକୁ ସବୁ ବିରୋଧ କରୁଛନ୍ତି। ତମେ ତ ନିଜେ କହୁଛ ଯେ ଇଏ ହଉଛି ଗୋଟେ ମାନେ ସ୍ୱାଧୀନ କ୍ୟାଣ୍ଡିଡେଟ୍ ଜିତିଛନ୍ତି, ତାପରେ ବି ତମକୁ ଗୋଟେ ସ୍ୱାଧୀନ କ୍ୟାଣ୍ଡିଡେଟ୍ ସେଠି ପାଣି ପିଇ ଦିଅନ୍ତି। ଏଇ ଭୟ ଦେଖିଲା ପରେ ବହୁତ ଖୁସି ଲାଗୁଛି, କାରଣ ଯଦି ଗୋଟେ ସ୍ୱାଧୀନ କ୍ୟାଣ୍ଡିଡେଟ୍ ତମକୁ ଜିତିଲା ପରେ ସେଠି ବିରୋଧାଭାସ କରି ତମକୁ ଉଠବସ କରିଦଉନ୍ତି। ବିଜେଡି ଲାଷ୍ଟକୁ ପୋଲିସ ମୁଖ୍ୟଙ୍କ ପାଖରେ ପହଞ୍ଚିଲେ ଡିଜିପିଙ୍କ ପାଖରେ ଏ ମୁଦ୍ଦାକୁ ନେଇକିରି, ମାନେ ଏଇ ଭୟଟି ବହୁତ ଭଲ ଲାଗିଲା। 24 ବର୍ଷ ଶାସନ କଲ, ତାପରେ ବି ତମକୁ ଟିକେ ଡର ନଥିଲା, କିନ୍ତୁ ଲିକୁ ସାହୁ ଆସିଲା ପରେ ତମକୁ ଡରଟି ହେଲା। ତାମାନେ ଏଇ ଡରଟି ରହିବା ଦରକାର। ତାମାନେ ଲିକୁ ଭାଇଙ୍କର ଦବଦବା ଅଛି। ଆଉ ତମେ ଯୋଉ କହୁଛ ସ୍ୱାଧୀନ କ୍ୟାଣ୍ଡିଡେଟ୍, ମୁଁ ବା କହି ରଖୁଛି ସେ ୱାନ୍ ମ୍ୟାନ୍ ଆର୍ମି, ସେ ତ ଆମ ନିର୍ବାଚନ ମଣ୍ଡଳୀ ଲୋକ ନୁହନ୍ତି। ତଥାପି ତାଙ୍କ ବିଷୟରେ ଆମେ ଯେତିକି ଶୁଣୁଛୁ ସେ ଜଣେ ୱାନ୍ ମ୍ୟାନ୍ ଆର୍ମିର ଲଢିକିରି ଜିତିଛନ୍ତି ସେଠୁ, ଆଉ ଅନ୍ୟାୟ ବିରୁଦ୍ଧରେ ଲଢିଛନ୍ତି। ତମେ ଅନ୍ୟାୟ କରୁଛ, ସେଥିପାଇଁ ତମର ଫାଟୁଛି।